ଲୋକଙ୍କୁ ଆପଣେଇବା ଶିଖ। ମଣିଷ କ'ଣ ଅଟେ? ପରିସ୍ଥିତି ଦ୍ୱାରା ନିର୍ମିତ ହୋଇଥିବା ଏକ କଣ୍ଢେଇ ଅଟେ। ଜୀବନରେ ଖୁସିକୁ ପାଇବାର ନିଜ ପାଇଁ ରାସ୍ତା ବନାଇଥାଏ। ଯେଉଁଠି ତାକୁ ଯିବାର ଥାଏ, ଏହି କଥା ଯିଏ ଜାଣିଗଲା, ଖୁସି ତା'ର ଠିକଣା ପାଇଗଲା। ଜୀବନରେ ଯେତେ ତ୍ୟାଗ କରିବ ସେତେ ପାଇବ। ଲୋକ କ'ଣ କହିବେ? ପ୍ରଥମ ଦିନ ହସିବେ, ଦ୍ୱିତୀୟ ଦିନ ମଜାକ ଉଡ଼ାଇବେ, ଆଉ ତୃତୀୟ ଦିନ ସବୁକିଛି ଭୁଲିଯିବେ। ସେଥିପାଇଁ ଲୋକଙ୍କ ବିଷୟରେ ଚିନ୍ତା ନ କରି ତାହା କର ଯାହା ଉଚିତ, ଯେଉଁଥିରେ ତୁମେ ଖୁସି ଅଛ। ମନେ ରଖିବେ, ଜୀବନ ତୁମର, ଲୋକଙ୍କର ନୁହେଁ। କେହି ପ୍ରଶଂସା କଲେ ସାଙ୍ଗେ ସାଙ୍ଗେ ଖୁସି ହୋଇଯାଅ ନାହିଁ। ମନେ ରଖୁଥିବ, ପ୍ରଶଂସା ପୋଲ ତଳେ ସ୍ୱାର୍ଥର ନଦୀ ବହିଥାଏ। ସମସ୍ୟା ଆମ ଜୀବନ ବିନା କାରଣ ଆସି ନଥାଏ। ସମସ୍ୟା ଆସିବା ଏକ ସଂକେତ ଦେଇଥାଏ କି ଆମ ଜୀବନରେ କିଛି ବଦଳାଇବା ଜରୁରୀ। ଜୀବନରେ ସବୁଠୁ ଭଲ ଆଉ ଖରାପ କଥା ଏହା ଯେ ବୟସ ବିତିବା ସହିତ ଏହା ବୁଝା ପଡ଼ିଯାଏ। ଯେ ଦିନ ଖରାପ ହେଉ ଅବା ଭଲ ବିତି ଯାଇଥାଏ, ଜୀବନରେ କିଛି ଅଧ୍ୟାୟ ଏମିତି ହୋଇଥାଏ ଯାହା ଆଜି ନୁହେଁ ତ କାଲି ବନ୍ଦ ହିଁ ହୋଇଯାଇଥାଏ। ସେଥିପାଇଁ ଯିଏ ତୁମ ପାଇଁ ନୁହେଁ, ତାକୁ ଜବରଦସ୍ତି ଧରି ରଖିଲେ କିଛି ଲାଭ ନାହିଁ। ଜୀବନ ସାରା ପଛେ ଏକୁଟିଆ ରହିଯାଅ, କିନ୍ତୁ ଜବରଦସ୍ତି କାହା ସହିତ ସମ୍ପର୍କ ରଖିବା ପାଇଁ ଜିଦ୍ କର ନାହିଁ। ହିସାବ ରଖୁଥାଅ। ଆଜିକାଲି ଲୋକ ଏହା ପଚାରି ନେଉଛନ୍ତି, ତୁମେ ମୋ ପାଇଁ କ'ଣ ବା କରିଛ? ଜୀବନରେ ବେଳେବେଳେ ଆଗକୁ ବଢ଼ିବା ପାଇଁ ପଛକୁ ହଟିବା ବି ଜରୁରୀ ହୋଇଥାଏ। ସମୟ ଆଉ ସମ୍ମାନ ଭାରି ଅଜବ ହୋଇଥାନ୍ତି। ତୁମେ ଯାହାକୁ ସମ୍ମାନ କରିବ, ସିଏ କେବେ ବି ତୁମକୁ ସମୟ ଦେବ ନାହିଁ। ଆଉ ତୁମେ ଯାହାକୁ ନିଜର ସମୟ ଦେବ, ସେ ମଣିଷ କେବେ ବି ତୁମର ସମ୍ମାନ କରିବ ନାହିଁ। ଯଦି ସମ୍ଭବ ହେଉଛି, ସିଧା ସିଧା ମନା କରିଦିଅ। କାହାକୁ ନିଜ ପାଇଁ କେବେ ବି ଅପେକ୍ଷା କର ନାହିଁ। ଦୁନିଆରେ କିଛି ଲୋକ ଏମିତି ଥାଆନ୍ତି, ତାଙ୍କୁ ତୁମେ ଯେତେ ଭଲ ପାଇବା ଦିଅ, ଯେତେ ବି ସମ୍ମାନ କର ନା କାହିଁକି, ଶେଷରେ ସିଏ ଆପଣଙ୍କୁ ଧୋକା ହିଁ ଦେବେ। କାହିଁକି ନା ଆପଣ ଲୋକଙ୍କ ପ୍ରକୃତିକୁ କେବେ ବଦଳାଇ ପାରିବେ ନାହିଁ। ଯଦି କେହି ତୁମ ସାଥିରେ ରହିବାକୁ ଚାହୁଁନାହିଁ, ତେବେ ତାକୁ ଅଜା ହିଁ କରିଦିଅ। ଜାବୁଡ଼ି ଧରି ରଖିଥିବା ସମ୍ପର୍କରୁ କେତେ ଶାନ୍ତି ମିଳିନଥାଏ। ଜୀବନରେ ସବୁବେଳେ ନିଜ ଉପରେ ଆଉ ଭଗବାନଙ୍କ ଉପରେ ବିଶ୍ୱାସ କର। କାରଣ ଗୋଟିଏ ଦ୍ୱାର ଖୋଲିବା ପର୍ଯ୍ୟନ୍ତ ଭଗବାନ କେବେ ବି ପ୍ରଥମ ଦ୍ୱାରକୁ ବନ୍ଦ କରନ୍ତି ନାହିଁ। କିନ୍ତୁ ଅଧିକାଂଶ ସମୟ ମଣିଷ ସେହି ବନ୍ଦ ହୋଇଥିବା ଦ୍ୱାର ଦେଖି ଅଧିକ ଦୁଃଖୀ ହୋଇଥାଏ ଅଥବା ଦ୍ୱାରକୁ ଧ୍ୟାନ ଦେଇ ନଥାଏ। ସଫଳତାର ଯାତ୍ରାରେ ଖରାର ମହତ୍ତ୍ୱ ବହୁତ ବଡ଼ ହୋଇଥାଏ। କାରଣ ଛାଇ ମିଳିଲେ ମଣିଷର ପାଦ ଅଟକି ଯାଇଥାଏ। ବ୍ୟବହାର ଜ୍ଞାନଠାରୁ ବଡ଼ ହୋଇଥାଏ। କାହିଁକି ନା ଜୀବନରେ ବେଳେବେଳେ ପରିସ୍ଥିତି ଏମିତି ଆସିଥାଏ, ଯେଉଁଠି ଜ୍ଞାନ ବିଫଳ ହୋଇଥାଏ, ବ୍ୟବହାର ସବୁକିଛି ସମ୍ଭାଳି ନେଇଥାଏ। ମୂର୍ଖ ବ୍ୟକ୍ତି ଅନ୍ୟକୁ ବରବାଦ କରିବାକୁ ଏତେ ବ୍ୟସ୍ତ ହୋଇଯାଏ ଯେ ନିଜକୁ ବରବାଦ ହେବାର କେବେ ବି ସେ ଦେଖିପାରେ ନାହିଁ। ଅଧିକାଂଶ ସମୟ ଯିଏ ଆମର ଖରାପ କରେ, ଆମେ ତାହାର ଖରାପ କରିବାକୁ ଚିନ୍ତା କରିଥାନ୍ତି, କିନ୍ତୁ ଏପରି କରିବା ଦ୍ୱାରା କିଛି ବି ହାସଲ ହୋଇନଥାଏ। ବରଂ ନିଜ ସମୟକୁ ନିଜ ଖୁସି ପାଇଁ, ନିଜକୁ ବଦଳାଇବା ପାଇଁ ବ୍ୟବହାର କରିବା ଭଲ। ସୁନ୍ଦର ଦେଖାଯାଉଥିବା ଲୋକ ସବୁବେଳେ ଭଲ ହୋଇନଥାନ୍ତି ଏବଂ ଭଲ ଲୋକ ସବୁବେଳେ ସୁନ୍ଦର ଦେଖାଯାଏ ନାହିଁ। ମଣିଷ ବ୍ୟବହାରକୁ ଦେଖନ୍ତୁ, ଚେହେରାକୁ ନୁହେଁ। କାରଣ ଚେହେରା ସମୟ ସାଥିରେ ବଦଳି ଯାଇଥାଏ, ଆଉ ବ୍ୟବହାର ଆଜୀବନ ମଣିଷ ସାଥିରେ ରହିଥାଏ। ଯଦି କିଛି ଶିଖିବାକୁ ଚାହୁଁଛନ୍ତି, ତେବେ ନିଜ ଜିତି ଯାଇଥିବା ଅତୀତକୁ ଶିଖନ୍ତୁ। ନିଜ ଭୁଲରୁ ଶିଖନ୍ତୁ, କାରଣ ଭୁଲ ମଣିଷର ବଡ଼ ଶିକ୍ଷା ହୋଇଥାଏ। ଯେଉଁ ମଣିଷ ନିଜ ଭୁଲରୁ ଶିଖିଥାଏ, ତାକୁ ହରାଇବା ଏତେ ସହଜ ହୋଇନଥାଏ। ଅସ୍ତ ତ ଏଠି ସମସ୍ତଙ୍କୁ ଦିନେ ନା ଦିନେ ହେବାକୁ ପଡ଼ିବ। ସିଏ ମଣିଷ ହେଉ ଅବା ସୂର୍ଯ୍ୟ, କିନ୍ତୁ ସାହସ ସୂର୍ଯ୍ୟ ପାଖରୁ ରଖିବା ଶିଖ। ଯିଏ ପ୍ରତିଦିନ ଅସ୍ତ ହୋଇ ମଧ୍ୟ ପ୍ରତିଦିନ ନୂଆ ଆଶା ନେଇ ଉଦୟ ହେଉଛି, କାହା ପ୍ରତି ମନରେ ରାଗ ରଖିବା ଅପେକ୍ଷା ତାକୁ ସଙ୍ଗେ ସଙ୍ଗେ ପ୍ରକାଶ କରିଦେବା ବହୁତ ଭଲ। ଯେମିତି ସଙ୍ଗେ ସଙ୍ଗେ ଜଳିବା ହିଁ ଅଧିକ କୁହୁଳିବା ଠାରୁ ଭଲ ହୋଇଥାଏ। ସମ୍ପର୍କ ଦୃଷ୍ଟିରୁ କାହାକୁ ନିଜର କରିବା ଏହା ଅଲଗା କଥା, କିନ୍ତୁ ଆପଣଙ୍କ ବ୍ୟବହାର ପାଇଁ ଯଦି କିଏ ଆପଣଙ୍କୁ ନିଜର ଭାବେ, ତେବେ ଏହା ମହତ୍ତ୍ୱପୂର୍ଣ୍ଣ ଅଟେ।
ସଚ୍ଚୋଟ ମଣିଷ ହିଁ ଅଧିକାଂଶ ସମୟରେ ଚୁପ୍ ରହିଥାଏ। ମିଛ କହୁଥିବା ଲୋକ ତ ନିଜେ କଥାକୁ ଜୋରରେ କହିଥାଏ। ଜୀବନ ତୁମକୁ ତାହା ଦେଇନଥାଏ ଯାହା ତୁମର ଦରକାର, ବରଂ ଜୀବନ ତୁମକୁ ତାହା ଦେଇଥାଏ ଯାହା ତୁମ ପାଇଁ ଭଲ ହୋଇନଥାଏ। ଜଣେ ଅନ୍ୟ ଜଣଙ୍କ ପାଇଁ ବଞ୍ଚିବାକୁ ହିଁ ଜୀବନ କୁହାଯାଏ। ସେଥିପାଇଁ ସମୟ ସେମାନଙ୍କୁ ଦିଏ ଯିଏ ହୃଦୟରୁ ତୁମକୁ ନିଜର ଭାବୁଛନ୍ତି। ସେମାନଙ୍କ ପଛରେ ନିଜ ସମୟକୁ ବର୍ବାଦ କର ନାହିଁ ଯିଏ ଆପଣଙ୍କୁ ଆପଣଙ୍କ ସମୟକୁ ସମ୍ମାନ ଦେଉନାହାନ୍ତି। ସେମାନଙ୍କ ପଛରେ ନିଜ ସମୟ, ସମ୍ମାନ, ବିଶ୍ୱାସ ଏବଂ ତିନି ଜଣ ଏମିତି ପକ୍ଷୀ ଯିଏ ଥରେ ଉଡ଼ିଗଲେ ଆଉ ଫେରନ୍ତି ନାହିଁ। ଏଠି ଜଣେ ଅନ୍ୟ ଜଣକୁ ସନ୍ଦେହ ଦୃଷ୍ଟିରେ ଦେଖିଥାନ୍ତି, କିନ୍ତୁ ଥରେ ଦ୍ୱାର ଖୋଲିକି ଦେଖ କେମିତି ଅଛୁ ବୋଲି କେହି ପଚାରିବାକୁ ଆସିନଥାନ୍ତି। ଜୀବନରେ ଏତିକି ପରିଶ୍ରମ କରିନେବା ନିହାତି ଜରୁରୀ, ଯେତିକି ତୁମ ଯୋଗ୍ୟ ହୋଇପାରିବ ନିଜ ଗୋଡ଼ରେ ଛିଡ଼ା ହେବା ପାଇଁ। ବିବେକ, ଧୈର୍ଯ୍ୟ, କ୍ଷମା ଏବଂ ଶାନ୍ତି ଏହି 4ଟି ଅମୂଲ୍ୟ ରତ୍ନ। ଏହାକୁ ଧାରଣ କଲେ ମଣିଷ କୌଣସି ବି କ୍ଷେତ୍ରରେ ଆଗକୁ ବଢ଼ିପାରିବ। ଜୀବନରେ କେବେ ବି କାହାକୁ ଏତେ ଦୁଃଖ କଷ୍ଟ ଦିଅ ନାହିଁ ଯେମିତି ସେ ଭଗବାନଙ୍କ ସାମ୍ନାରେ ତୁମ ନାଁରେ କାନ୍ଦିବ। ଏମିତି ମଣିଷକୁ ଭଗବାନ ବି କ୍ଷମା କରିନଥାନ୍ତି। ଏହା ଜରୁରୀ ନୁହେଁ ଯେ ଆପଣ କେଉଁଠୁ ଆସିଛନ୍ତି, ବରଂ ଏହା ଜରୁରୀ ଅଟେ ଆପଣ କେଉଁ ଜାଗାକୁ ଯିବାକୁ ଚିନ୍ତା ଏବଂ ଜୀବନରେ ଚେଷ୍ଟା ସାହସ କରୁଛନ୍ତି। ରଖ। ଆଗକୁ ବଢ଼ିବା ପାଇଁ ନିନ୍ଦା ତ ଲୋକ ଭଗବାନଙ୍କର ବି କରିଥାନ୍ତି। ଯିଏ ଧୈର୍ଯ୍ୟର ସହ ଅପେକ୍ଷା କରିବା ଜାଣିଥାଏ ତା ପାଖରେ ପ୍ରତ୍ୟେକ ଜିନିଷ କୌଣସି ନା କୌଣସି ମଣିଷ ଉପାୟରେ ଅନ୍ୟମାନଙ୍କୁ ପହଞ୍ଚି ତାହା ଯାଇଥାଏ। ଦେଇଥାଏ ଯାହା ତା ପାଖରେ ଥାଏ, ତାହା ସମ୍ମାନ ହେଉ ବା ଯଦି ଯୁଦ୍ଧ ଅଧର୍ମ। ନିଜ ଲୋକଙ୍କ ସହ ହେଉଥାଏ ଆମେ ତେବେ ସେ ଯାହା ଜାଗାରେ ଅନ୍ୟମାନଙ୍କୁ ଦେବା ହାରିଯିବା ଭଲ। ତାହା ହିଁ ଯଦି ଆମ ଯୁଦ୍ଧ ପାଖକୁ ନିଜ ଫେରିକି ସହିତ ଆସିବ, ତାହା ସମ୍ମାନ ହେଉଥାଏ ହେଉ ତେବେ ବା ଜିତିବା ଧୋକା। ଜରୁରୀ। ନିଜ ଉପରେ ସଫଳ ଏତେ ବ୍ୟକ୍ତି କାମ କର ସିଏ ଅଟେ ଯେମିତି ଯିଏ ଲୋକଙ୍କୁ ନିଜ ଶତ୍ରୁ ଆପଣଙ୍କର ଉପରେ ଔକାତ ନୁହେଁ, ଆପେ ବରଂ ଆପେ ନିଜ ଇଚ୍ଛା ଦେଖାଯିବ। ଉପରେ ବିଜୟ ହାସଲ କରିଥାଏ। ସେହି ମଣିଷ ହିଁ ଆପଣଙ୍କୁ ଅଧିକ ନିଜର ଭାବିଥାଏ ଯିଏ ଆଖିରେ ଛୋଟ ପଡ଼ିଥିବା ଛୋଟ ଧୂଳି, କଥାରେ ଲଢ଼େଇ ପାଦରେ କରି ଲାଗିଥିବା ବସିଥାଏ। କଣ୍ଟା, ମନ ଭିତରେ ଲୁଚି ରହିଥିବା କ୍ରୋଧ, ସମ୍ପର୍କ ତୁଳନାରେ ବଡ଼ ଲାଗିଥିବା ହୋଇନଥାଏ, ନିଆଁ ତାକୁ ଠାରୁ ବି ସମ୍ଭାଳିକି ଅଧିକ ରଖିବା ଲୋକ ଭୟଙ୍କର। ବଡ଼ ହୋଇଥାଏ। ଯଦି ଜୀବନରେ ଶାନ୍ତି ଯଦି ଚାହୁଁଥାଅ ଶାନ୍ତି ତେବେ ଲୋକଙ୍କ କଥା ଥାଅ ହୃଦୟକୁ ତେବେ ଅନ୍ୟର ଭୁଲକୁ ଛାଡ଼ିଦିଅ। ଦେଖିବା ଅପେକ୍ଷା ବିଚାର ନିଜକୁ ଏବଂ ବଦଳାଇ ଦିଅ। ବ୍ୟବହାର ଆମ କାହିଁକି ନା ବଗିଚାର ସାରା ସେହି ଦୁନିଆର ଫୁଲ ଅଟେ ଚମଡ଼ା ଯାହା ଆମ ବିଛାଇବା ଫୁଲ ଅପେକ୍ଷା ବୃକ୍ଷକୁ ନିଜ ପାଦରେ ସୁଗନ୍ଧିତ ଜୋତା ପିନ୍ଧି କରିଥାନ୍ତି। ନେବା ବହୁତ ଭଲ। ଆପଣଙ୍କ ଜୀବନରେ କିଛି